Hello students, welcome to my MBH Education channel. ଆଜି ଆମେ ପଢ଼ିବା କ୍ରିୟାଯୁକ୍ତ ରୂଢ଼ି ବିଷୟରେ। ଏହି କ୍ରିୟାଯୁକ୍ତ ରୂଢ଼ି ଗୁଡ଼ିକ ଦଶମ ଶ୍ରେଣୀ ଠାରୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ଏହା ଛଡ଼ା OSTT, OTT ଭଳି ପ୍ରବେଶିକା ପରୀକ୍ଷାରେ ମଧ୍ୟ ଏହା ଅତ୍ୟନ୍ତ ଉପଯୋଗୀ ହେବ। ତାହେଲେ ଆସ ପଢ଼ିବା କ୍ରିୟାଯୁକ୍ତ ରୂଢ଼ି ବିଷୟରେ। ଅହନ୍ତା ରଖିବା ବା ଆକଷ ରଖିବା, ଏହାର ଅର୍ଥ ହେଉଛି ପ୍ରତିହିଂସା ମନୋଭାବ ପୋଷଣ କରିବା। ସାଧୁ ଲୋକଙ୍କ ପ୍ରତି ଅହନ୍ତା ରଖିଲେ କିଛି ଫଳ ହୁଏ ନାହିଁ। ଅନ୍ଧାରକୁ ଟେକା ପକାଇବା ବା ଅନ୍ଧାର ଘରେ ବାଡ଼ି ବୁଲାଇବା, ଏହାର ଅର୍ଥ ହେଉଛି ଅନୁମାନ କରିବା। ପ୍ରକୃତ ପାଠ ନ ଜାଣି ଅନ୍ଧାରକୁ ଟେକା ପକାଇବା ଭଳି ଉତ୍ତର ଦେବାରୁ ଶିକ୍ଷକ ଧୀରେନ୍ଦ୍ର ଉପରେ ରାଗିଲେ। ଆଖି ରଖିବା, ଏହାର ଅର୍ଥ ହେଉଛି ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଆମକୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ। ଆଖି ଦେବା ବା ଦୃଷ୍ଟି ପକାଇବା, ବିଷ ଦୃଷ୍ଟିରେ ଦେଖିବା ବା ଲୋଭ କରିବା। ପରଦ୍ରବ୍ୟ ପ୍ରତି ଆଖି ଦେବା ବା ଦୃଷ୍ଟି ପକାଇବା ଠିକ୍ ନୁହେଁ। ଆଖି ପକାଇବା, ଏହାର ଅର୍ଥ ଲୋଲୁପ ଦୃଷ୍ଟି ପକାଇବା। ଚୋର ସେ ଘରଟି ଉପରେ ଆଖି ପକାଇଲାଣି। ଆଖି ବୁଲାଇବା, ମୋଟାମୋଟି ଦେଖିବା। ସାହିତ୍ୟ ପରୀକ୍ଷାକୁ ଯିବା ପୂର୍ବରୁ ବ୍ୟାକରଣ ବହି ଉପରେ ଟିକିଏ ଆଖି ବୁଲାଇ ଦେବା ଉଚିତ। ଆଖି ବୁଜିବା, ଏହାର ଅର୍ଥ ହେଉଛି ମୃତ୍ୟୁବରଣ କରିବା। ବାପ, ଆଖି ବୁଜିବାର ମାସ 2ଟା ହୋଇନି, ପୁଅମାନେ ଭିନ୍ନ ହୋଇଗଲେ। ଆଖିକି ପାଇବା, ଏହାର ଅର୍ଥ ହେଉଛି ପସନ୍ଦ କରିବା। ବାପା ଆଣିଥିବା ଜିନିଷ ଗୋପାଳର ଆଖିକି ପାଇଲାନି। ଆଖି ପାଇବା, ଏହାର ଅର୍ଥ ହେଉଛି କଳନା କରିବା ବା ଚାଲାକ ହେବା। ନିର୍ମଳର ତ ଆଖି ପାଇଲାଣି, ଏକୁଟିଆ ତାକୁ କଟକ ଯିବାକୁ ମନା କରୁଛ କାହିଁକି? ଆଖିରେ ଧୂଳି ଦେବା, ଏହାର ଅର୍ଥ ହେଉଛି ଠକିଦେବା। କୃତଘ୍ନ ଲୋକ କେଉଁ ମୁହୂର୍ତ୍ତରେ ଆଖିରେ ଧୂଳି ଦେଇଦେବ ଠିକ୍ ନାହିଁ। ଆଡ଼ ଆଖିରେ ନ ଚାହିଁବା, ଏହାର ଅର୍ଥ ହେଉଛି ସାମାନ୍ୟ ଦୃଷ୍ଟି ନ ଦେବା ବା ସମ୍ପର୍କ ନ ରଖିବା। ଅଧିକାଂଶ ଧନୀ ଲୋକମାନେ ଗରିବଙ୍କୁ ଆଡ଼ ଆଖିରେ ଚାହାନ୍ତି ନାହିଁ। ଆ ବଳଦ ମୋତେ ବିନ୍ଧ, ଏହାର ଅର୍ଥ ହେଉଛି ବିପଦକୁ ଡାକି ଆଣିବା। ଅନ୍ୟ ଦେଶର ଅପରାଧୀଙ୍କୁ ଆମ ଦେଶରେ ସ୍ଥାନ ଦେବା ମାନେ ଆ ବଳଦ ମୋତେ ବିନ୍ଧ ସହିତ ସମାନ। ଉଷୁନା ଧାନ ଗଜା ହେବା, ଅସମ୍ଭବ ସମ୍ଭବ ହେବା। ତାଙ୍କ ପୁଅଟି ବ୍ୟାଧିମୁକ୍ତ ହେଲାନି ଯେ ଜାଣ ଉଷୁନା ଧାନ ଗଜା ହେଲା। ଉପରେ ପଡ଼ି କହିବା ବା ଆବୁଡ଼ି ପଡ଼ିବା, ଏହାର ଅର୍ଥ ହେଉଛି ନ ପଚାରୁଣୁ କହିବା ବା ଅନ୍ୟର କଥା ନ ସରୁଣୁ କହିବା। ଉପରେ ପଡ଼ି କହିବା ତାର ଗୋଟିଏ ମନ୍ଦ ଅଭ୍ୟାସ। କପାଳ ଖୋଲିବା, ଏହାର ଅର୍ଥ ହେଉଛି ଭଲ ବେଳ ପଡ଼ିବା ବା ଉନ୍ନତି ହେବା। ରାମବାବୁଙ୍କର ପଦୋନ୍ନତି ସାଙ୍ଗକୁ ପୁଅ ଚାକିରି ପାଇଲା, ତାଙ୍କର କପାଳ ଖୋଲିଗଲା ଜାଣ। କପାଳ ଫାଟିବା, ଏହାର ଅର୍ଥ ହେଉଛି ସର୍ବନାଶ ହେବା। ମହାବାତ୍ୟା ପରେ ପୁଣି ମରୁଡ଼ି ହେବାରୁ ଲୋକଙ୍କ କପାଳ ଫାଟିଲା। କଳାକାଠ ପଡ଼ିଯିବା, ଏହାର ଅର୍ଥ ହେଉଛି ମଳିନ ପଡ଼ିଯିବା। ପରୀକ୍ଷାରେ କପି କରି ଧରା ପଡ଼ିଯିବାରୁ ଛାତ୍ରଟି ପ୍ରଧାନ ଶିକ୍ଷକଙ୍କୁ ଦେଖି କଳାକାଠ ପଡ଼ିଗଲା। କଟା ଘାରେ ଚୂନ ଦେବା, ଏହାର ଅର୍ଥ ହେଉଛି ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା। ହରିଆ ଦୋଷ ନ କରି ଜରିମାନା ଦେଲା, ପୁଣି ତାକୁ ବାସନ୍ଦ କଲେ କଟା ଘାରେ ଚୂନ ଦେବା ଭଳି ହେବ। କଳାକନା ବୁଲାଇବା, ଅର୍ଥାତ୍ ସର୍ବସ୍ୱ ଲୁଟି ନେବା ବା ସର୍ବନାଶ କରିବା। ଚୋରମାନେ ଗତ ରାତିରେ ଜମିଦାର ଘରୁ ସମସ୍ତ ଜିନିଷ ଲୁଟି ନେଇ କଳାକନା ବୁଲାଇ ଦେଇଛନ୍ତି। କାମରେ ହାତ ଦେବା, ଏହାର ଅର୍ଥ ହେଉଛି କାର୍ଯ୍ୟ ଆରମ୍ଭ କରିବା। ବୁଦ୍ଧିମାନ ଲୋକ କୌଣସି କାମରେ ହାତ ଦେବା ପୂର୍ବରୁ ସେ ବିଷୟରେ ଟିକିନିଖି ବୁଝିଥାନ୍ତି। କାନରେ ହାତ ଦେବା, ଏହାର ଅର୍ଥ ହେଉଛି ଆଶ୍ଚର୍ଯ୍ୟ ହେବା। ତାଙ୍କ ଡାହା ମିଛ କଥାଗୁଡ଼ିକ ଶୁଣି ମୁଁ କାନରେ ହାତ ଦେଲି। କାଠ ହୋଇଯିବା ବା ଜଡ଼ ପାଲଟିଯିବା। କାତର ହେବା, ପୁତ୍ରର ମୃତ୍ୟୁଜନିତ ଦୁଃସମ୍ବାଦ ପାଇବା ପରେ ମା କ୍ଷଣକାଳ କାଠ ପାଲଟିଗଲେ। କୁହୁଡ଼ି ପହଁରିବା, ଏହାର ଅର୍ଥ ହେଉଛି ବୃଥା ପରିଶ୍ରମ ବା ବୃଥା ପ୍ରୟାସ କରିବା। ଆଜିକାଲିର ନେତାମାନଙ୍କ କଥାରେ ବିଶ୍ୱାସ କରିବା କୁହୁଡ଼ି ପହଁରିବା ସହିତ ସମାନ। ଖାଲରେ ପକାଇବା, ଏହାର ଅର୍ଥ ହେଉଛି ବିପଦରେ ପକାଇବା। ସେ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଯେକୌଣସି ଲୋକକୁ ଖାଲରେ ପକାଇବାକୁ କୁଣ୍ଠିତ ନୁହନ୍ତି। ଖିଅ କାଢ଼ିବା, ଏହାର ଅର୍ଥ ହେଉଛି କଥାକୁ ଘାଣ୍ଟି ଦୋଷ ଖୋଜିବା।
ଖଳ ଲୋକମାନେ ସବୁ କଥାରୁ ଖିଅ କାଢ଼ିଥାନ୍ତି। ଖାଇବା ପତରରେ ଧୂଳି ଦେବା, ଏହାର ଅର୍ଥ ହେଉଛି ଜୀବିକା ଛଡ଼ାଇ ନେବା। ଆକ୍ରୋଶମୂଳକ ଭାବରେ ଚାକିରିରୁ ନିଲମ୍ବନ କରିବା ମାନେ ଖାଇବା ପତରରେ ଧୂଳି ଦେବା ବ୍ୟତୀତ ଅନ୍ୟ କିଛି ନୁହେଁ। ଗୁଜୁରାଣ ମେଣ୍ଟାଇବା, ଏହାର ଅର୍ଥ ହେଉଛି କଷ୍ଟ ସହି ବା କଷ୍ଟ କରି କୌଣସି ମତେ ଚଳିବା। ଗତ ମହାବାତ୍ୟାରେ ଘରଦ୍ୱାର ଚାଷବାସ ସବୁ ଗଲା ପରେ ମୂଲ ମଜୁରୀ ଲାଗି ବାପା କୌଣସି ପ୍ରକାର ଗୁଜୁରାଣ ମେଣ୍ଟାଉଛନ୍ତି। ଗାଲରେ ହାତ ଦେବା, ଏହାର ଅର୍ଥ ହେଉଛି ଚିନ୍ତିତ ହେବା। ପୁଅଟି ପରୀକ୍ଷାରେ ଫେଲ୍ ହେବାରୁ ବାପା ଗାଲରେ ହାତ ଦେଇ ବସିଛନ୍ତି। ଗୋଡ଼ ହାତ ଧରିବା, ଏହାର ଅର୍ଥ ହେଉଛି ବିନମ୍ର ଗୁହାରି କରିବା। ଝିଅଟିର ବାହାଘର ସୁରୁଖୁରୁରେ ତୁଲାଇ ଦେବାକୁ ଗରିବ ବାପା ସବୁ ବନ୍ଧୁବାନ୍ଧବଙ୍କ ଗୋଡ଼ ହାତ ଧରିଲେଣି। ଗୋଡ଼ ଟେକି ବସିବା, ଏହାର ଅର୍ଥ ହେଉଛି ପ୍ରସ୍ତୁତ ହୋଇ ରହିବା। ନନ୍ଦନକାନନ ବୁଲିଯିବା ପାଇଁ ପିଲାଏ ଗୋଡ଼ ଟେକି ବସିଛନ୍ତି। ଚଳୁ କରିଦେବା, ଏହାର ଅର୍ଥ ହେଉଛି ସବୁ ଶେଷ କରିଦେବା। ଲୋକଟିର ଧର୍ମ ଅଧର୍ମ ବିଚାର ନାହିଁ, ଜନସାଧାରଣଙ୍କ ପାଣ୍ଠିକୁ ଚଳୁ କରିଦେଲାଣି। ଚାଲିଲା ଶଗଡ଼ରେ ହାତ ଦେବା, ଏହାର ଅର୍ଥ ହେଉଛି ଅତି ଦୁଷ୍ଟାମି କରିବା। ରାନୁ ଅପାର ଛୁଆ ଦିଟା ଚାଲିଲା ଶଗଡ଼ରେ ହାତ ଦେବା ପିଲା। ଚିତା କାଟିବା, ଅର୍ଥ ଠକିବା। ଅନେକ ଭଣ୍ଡ ସାଧୁ ଅଛନ୍ତି ଯେଉଁମାନେ କି ଧର୍ମ ନାମରେ ଲୋକଙ୍କୁ ଚିତା କାଟୁଛନ୍ତି। ନାଁ କରିବା, ଏହାର ଅର୍ଥ ହେଉଛି ସୁନାମ ଅର୍ଜନ କରିବା। ଧର୍ମପଦ ଭଳି ଦେଶର ନାଁ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଲକ୍ଷ୍ୟ ହେବା ଉଚିତ। ନାଁ ରଖିବା, ଏହାର ଅର୍ଥ ହେଉଛି ଯଶ ରଖିବା। ବିଦେଶକୁ ପଢ଼ିବା ପାଇଁ ଗଲାବେଳେ ବାପା କହିଲେ, ତୁ ଆମ ବଂଶର ନାଁ ରଖିବୁ, ଏତିକି ମୋର କାମନା। ନାକ ଛିଞ୍ଚାଡ଼ିବା, ଅର୍ଥ ବିରକ୍ତ ହେବା। ସବୁ କଥାରେ ତାଙ୍କର ନାକ ଛିଞ୍ଚାଡ଼ିବା ପ୍ରକୃତିକୁ କେହି ପସନ୍ଦ କରନ୍ତି ନାହିଁ। ନାକ ଟେକିବା, ଅର୍ଥ ଘୃଣା କରିବା। ରୋଗୀ ସେବା କଲାବେଳେ ନାକ ଟେକିବା ଉଚିତ ନୁହେଁ। ନାକେଦମ କରିବା, ଅର୍ଥ ହେଉଛି ଅଥୟ କରିବା। ଜରୁଆ ଦେହରେ ସର୍କସ ଦେଖିବାକୁ ଯିବ ବୋଲି ପିଲାଟା କାନ୍ଦି କାନ୍ଦି ନାକେଦମ କଲାଣି। ପିଠିରେ ପଡ଼ିବା, ଅର୍ଥ ସାହା ହେବା। ଯେତେ କହିଲେ ବି ପାଠ ପଢ଼ୁନୁ, ଫେଲ୍ ହେଲେ କେହି ପିଠିରେ ପଡ଼ିବେନି। ଫସର ଫାଟିବା, ଅର୍ଥ ବ୍ୟର୍ଥ ହେବା। ଗୋଟିଏ ବୋଲି ପୁଅର ଉଚ୍ଚଶିକ୍ଷା ପାଇଁ ବାପା କେତେ କ'ଣ ଯୋଜନା କରିଥିଲେ, କିନ୍ତୁ ପୁଅଟି ମାଟ୍ରିକ ପରୀକ୍ଷାରେ ଫେଲ୍ ହେବାରୁ ତାଙ୍କର ସବୁ ଯୋଜନା ଫସର ଫାଟିଲା। ଫଟେଇ ହେବା, ଅର୍ଥ ଗୋଟିଏ କଥାକୁ ବାରମ୍ବାର ପଚାରିବା। ଥରେ କହିଲେ ଶୁଣିପାରିଲୁନି ଯେ ଏତେ ଥର ଫଟେଇ ହେଉଛୁ। ବାଟ କାଟିବା, ଅର୍ଥ ନିଜ ସୁବିଧା ଦେଖିବା। ସ୍ୱାର୍ଥପର ଲୋକମାନେ କାହା କଥା ବିଚାର ନ କରି ନିଜେ ନିଜର ବାଟ କାଟି ଦୂରେଇ ଯାଆନ୍ତି। ବାଟ ଭାଙ୍ଗିବା, ଅର୍ଥ ଉପେକ୍ଷା କରିବା। ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ ନ କରି ବାଟ ଭାଙ୍ଗି ଚାଲିଯିବା ଠିକ୍ ନୁହେଁ। ବାଟ ମାରଣା ହେବା, ମଝିରେ ଅନ୍ୟ ଦ୍ୱାରା ଅପହୃତ ହୋଇଯିବା। ବାତ୍ୟା ସମୟରେ ଦେଶ ବିଦେଶରୁ ଆସିଥିବା ଦ୍ରବ୍ୟଗୁଡ଼ିକ ବାଟମାରଣା ହେଲା ବୋଲି ଲୋକେ କହୁଛନ୍ତି। ବିରାଡ଼ି ଛିଙ୍କିବା, ଅର୍ଥ ଅନୁକୂଳ ବିଗିଡ଼ିଯିବା। ସଙ୍ଗେ ସଙ୍ଗେ ଯାଇଥିଲ ଅଥଚ ଫେରି ଆସିଲ ଯେ, କ'ଣ ବିରାଡ଼ି ଛିଙ୍କିଲା କି? ବିରାଡ଼ି କପାଳକୁ ଶିକା ଛିଣ୍ଡିବା, ଏହାର ଅର୍ଥ ହେଉଛି ଇଚ୍ଛା ଅନୁସାରେ ସୁବିଧା ମିଳିବା। ପ୍ରଦର୍ଶନୀ ଦେଖିଯିବାକୁ କେହି ସାଙ୍ଗ ମିଳୁନଥିଲେ। ବିରାଡ଼ି କପାଳକୁ ଶିକା ଛିଣ୍ଡିଲା ପରି ସାନ ମାମୁଁ ଆସି ପହଞ୍ଚିଗଲେ। ଭାଲୁ ଧରାଇବା, ଅର୍ଥ କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା। ନିଜର ସୁବିଧା ପାଇଁ ଅନ୍ୟ କାହାକୁ ଭାଲୁ ଧରାଇ ନିଜେ ଖସିଯିବା ବିବେକୀ ଲୋକର କାର୍ଯ୍ୟ ନୁହେଁ। ଭୂତ ଖାଇବା, ଅର୍ଥ ଅନ୍ୟ ହାତରେ ପଡ଼ିବା। ମୃତ୍ୟୁ ପରେ କୃପଣ ଲୋକର ସଞ୍ଚିତ ଧନ ଭୂତ ଖାଆନ୍ତି। ମହାରାଗରୁ ଯାଇ କାନ୍ତାରରେ ପଡ଼ିବା, ଅର୍ଥ ସାମାନ୍ୟ ବିପଦରୁ ଯାଇ ବଡ଼ ବିପଦରେ ପଡ଼ିବା। ବନ୍ୟା ଭୟରେ ନଦୀ କୂଳ ଛାଡ଼ି ଅନ୍ୟତ୍ର ଘର କରି ରହିଲି ଯେ ସେଠି ସବୁ ବର୍ଷ ମରୁଡ଼ି। ମହାରାଗରୁ ଯାଇ କାନ୍ତାରରେ ପଡ଼ିବା ସାର ହେଲା। ଚିତା କାଟିବା, ଅର୍ଥ ଅନ୍ୟକୁ ଠକିବା। ଭଦ୍ରବେଶଧାରୀ ଅନେକ ଲୋକ ଅଛନ୍ତି ଯେଉଁମାନେ କି ସାଧାରଣ ଲୋକଙ୍କୁ ନାନା ଭାବରେ ଚିତା କାଟୁଛନ୍ତି। ଛାତିକି ପଥର କରିବା, ଅର୍ଥ ଧୈର୍ଯ୍ୟ ଧରିବା। ବିପଦ ବେଳେ ଅଧୀର ହେଲେ ଚଳିବ ନାହିଁ। ଛାତିକି ପଥର କରି ବିପଦର ମୁକାବିଲା କରିବାକୁ ପଡ଼ିବ। ଛାଇ ନ ମାଡ଼ିବା, ସବୁ ସମ୍ପର୍କ ଛିନ୍ନ କରିବା। ପରିବାରରୁ ଅଲଗା ହେଲା ପରେ
ବଡ଼ ଭାଇ ସାନ ଭାଇର ଛାଇ ମାଡ଼ୁନି। ଛାତି ଫୁଲେଇ ଚାଲିବା ବା ଗର୍ବ ଦେଖାଇବା ତାର ଅର୍ଥ। ସ୍ୱାଧୀନତା ପରେ ଭାରତବାସୀ ବିଶ୍ୱ ଦରବାରରେ ଛାତି ଫୁଲାଇ ଚାଲିବାକୁ ସମର୍ଥ ହେଲେ। ଜିରାରୁ ଶିରା କାଢ଼ିବା ଅର୍ଥ ଅଯଥା ଦୋଷ ଦେଖାଇବା। ଖଳ ଲୋକମାନେ ଜିରାରୁ ଶିରା କାଢ଼ି ନିଜର ବାହାଦୁରୀ ଦେଖାନ୍ତି। ଝିଣ୍ଟିକା ମାରି ବଣି ପୋଷିବା ଅର୍ଥ ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା। ଝିଣ୍ଟିକା ମାରି ବଣି ପୋଷିଲେ ଆସନ୍ତା ଥରକୁ ଭୋଟ ପାଇବ ତ? ଠାସ୍କୁ ମାରିବା ଅର୍ଥ ଅନୁମାନ କରି କହିବା। ତୁମର ପ୍ରକୃତ ଜ୍ଞାନ ନାହିଁ, ତୁମେ ଖାଲି ଠାସ୍କୁ ମାରୁଛ। ତଳେ ପକାଇବା ଅର୍ଥ ହେଉଛି ଅମାନ୍ୟ କରିବା। ସଦ୍ଗୁରୁଙ୍କ ବଚନକୁ କୌଣସି ସତ୍ ଶିଷ୍ୟ କେବେ ତଳେ ପକାଏ ନାହିଁ। ତିଳକୁ ତାଳ କରିବା ଅର୍ଥ ଛୋଟ କଥାକୁ ବଡ଼ କରିବା। ଦୁଷ୍ଟ ଲୋକମାନେ ତିଳକୁ ତାଳ କରି କଳହ କରିଥାନ୍ତି। ଦାଉ ସାଧିବା ଅର୍ଥ ହେଉଛି କ'ଣ? ପ୍ରତିଶୋଧ ନେବା। କାହା ଉପରେ ବିପଦ ପଡ଼ିଥିବା ବେଳେ ସୁଯୋଗ ନେଇ ଦାଉ ସାଧିବା ଭଲ ନୁହେଁ। ମନ ଘର ଧରିବା ଅସୁବିଧାରେ ପଡ଼ି ସଚେତନ ହେବା। ଘର କେମିତି ଚଳୁଛି ବୁଝିନଥିଲା, ବାପା ମଲା ପରେ ଏବେ ତା ମନ ପୁରା ଘର ଧରିଗଲାଣି। ମାଛିକି ମ ବା ମର ନ କହିବା ଅର୍ଥ ହେଉଛି ଖୁବ୍ ନିରୀହ। ପ୍ରକୃତ ଗଣ୍ଡଗୋଳକାରୀମାନେ ଖସିଗଲେ। ଯିଏ ମାଛିକି ମ ନ କହିବା ଲୋକ ତାକୁ ପୋଲିସ ଗିରଫ କରିନେଲା। ମୁହଁ ବଢ଼ାଇବା ଅର୍ଥ ହେଉଛି ସୁବିଧା ଦେବା। ବାପା ମା ଗେହ୍ଲା କରି ଅନେକ ସମୟରେ ପିଲାଙ୍କ ମୁହଁ ବଢ଼ାଇ ଦିଅନ୍ତି, କିନ୍ତୁ ପରେ ଅନୁତାପ କରନ୍ତି। ମୁହଁ ଦେବା ଅର୍ଥ ହେଉଛି ପ୍ରଶ୍ରୟ ଦେବା। ଛୋଟ ପିଲାଙ୍କୁ ଏତେ ମୁହଁ ଦେବା ଠିକ୍ ନୁହେଁ। ମୁଣ୍ଡ ଝାଳ ତୁଣ୍ଡରେ ମାରିବା ଅର୍ଥ ହେଉଛି କଠିନ ପରିଶ୍ରମ କରି ପେଟ ପୋଷିବା। ଭଲ ଘର ଖଣ୍ଡେ କରିବ ବୋଲି ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ଯାହା କିଛି ସଞ୍ଚୟ କରିଥିଲା ସବୁତକ ଚୋର ନେଇଗଲେ। ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା ଅର୍ଥ ହେଉଛି ଭୀଷଣ ଚିନ୍ତାରେ ପଡ଼ିଯିବା। ଝିଅ ବାହାଘର ନାଁ ଧରୁନଥିଲେ, ଏବେ ଝିଅର ବୟସ ଗଡ଼ିଯିବାରୁ ତାଙ୍କ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଲାଣି। ରକ୍ତ ଚାଉଳ ଚୋବାଇବା ଅର୍ଥ ହେଉଛି ରାଗ ଜର୍ଜରିତ ହେବା। ବିଚାରରେ ଦୋଷୀ ସାବ୍ୟସ୍ତ ହେବାରୁ ସମସ୍ତଙ୍କ ଉପରେ ଖାଲି ସେ ରକ୍ତ ଚାଉଳ ଚୋବାଉଛି। ସୁଅ ମୁହଁରେ ଯିବା ବା ପଡ଼ିବା ଅର୍ଥ ହେଉଛି ବୃଥାରେ ଧନ ଦୌଲତ ଉଜାଡ଼ି ଦେବା। ପୁଅ ଅଯୋଗ୍ୟ ହେଲେ ବାପର ସବୁ ଧନ ସୁଅ ମୁହଁରେ ଯାଏ। ହାତ ଧରିବା ଅର୍ଥ ହେଉଛି ବିବାହ କରିବା ବା ନେହୁରା ହେବା। ଗୁଣୀ ପୁରୁଷର ହାତ ଧରିବାକୁ ସବୁ ଝିଅ ଇଚ୍ଛା କରନ୍ତି। ନେହୁରା ହେବା ଅର୍ଥରେ ମୁଁ ଆପଣଙ୍କ ହାତ ଧରୁଛି, ମୋତେ ଏଇଥର କ୍ଷମା କରିଦିଅନ୍ତୁ। ହାତ କରିବା ଅର୍ଥ ହେଉଛି କୌଶଳରେ ଆୟତ୍ତ କରିବା। ଅନ୍ୟ ପକ୍ଷର ସାକ୍ଷୀମାନଙ୍କୁ ହାତ କରି ସେ ମକଦ୍ଦମା ଜିତିଗଲେ। ହାତରେ ନ ମାରି ଭାତରେ ମାରିବା କୌଶଳରେ ଜୀବିକା ବା ବୃତ୍ତିରୁ ଉଚ୍ଛେଦ କରିବା। ଶ୍ରମିକମାନଙ୍କୁ ହାତରେ ନ ମାରି ଭାତରେ ମାରିବା ନୀତି ଯୋଗୁଁ ତାଙ୍କ କାରଖାନାରେ ସବୁବେଳେ ଧର୍ମଘଟ ଲାଗି ରହିଛି। ପିଲାମାନେ ଆଜି ପାଇଁ ଏତିକି ରହୁଛି।